ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ। ବାପା ଜେଜେବାପାଙ୍କ କାର୍ଯ୍ୟକଳାପକୁ ଅନୁସରଣ କରି ନିଜକୁ ସମାଜ ସେବା କ୍ଷେତ୍ରରେ ଉଦାହରଣ ସଜାଇଛନ୍ତି ଯୁବ ସମାଜସେବୀ ମହିମା ଜେନା। କଅଁଳା ଶିଶୁଠାରୁ ଆରମ୍ଭ କରି ଅସହାୟ ବୃଦ୍ଧ ବୃଦ୍ଧା ଓ ନିରୀହ ଜୀବଜନ୍ତୁଙ୍କ କଷ୍ଟ ସହି ନ ପାରୁଥିବା ଯୁବକ ମହିମା ଜେନା। ଅନୁଗୁଳ ଜିଲ୍ଲା ପୂର୍ବତନ ବିଧାୟକ ତଥା ଶ୍ରମିକ ନେତା ସ୍ୱର୍ଗତ ରମେଶ ଜେନାଙ୍କ ନାତି ଓ ଦେଶ ବିଦେଶରେ ପୁରସ୍କାର ପ୍ରାପ୍ତ ପରିଚିତ ଚେହେରା ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ବିପ୍ଳବ ଜେନାଙ୍କ ସୁପୁତ୍ର ହେଉଛନ୍ତି ମହିମା। ଆଜି ଶ୍ରୀ ମହିମା ନାଲକୋସ୍ଥିତ କେଦାର ଗୌରୀ ଅନ୍ଧମୁଖ ବଧିର ତାଲିମ କେନ୍ଦ୍ର ନାଲକୋ ହଟିଂରେ ଥିବା ଛୋଟ ପିଲାମାନଙ୍କ ସହିତ ସମୟ ବିତାଇଥିଲେ ଓ ନାଲକୋ କ୍ୱାର୍ଟର ଅଞ୍ଚଳରେ ବୁଲା ଗୋରୁଗାଈମାନଙ୍କୁ ଖାଇବା ଶୁଖିଲା ଖାଦ୍ୟ ଦେଇଥିଲେ। ନିଜ ସ୍ନେହ ଓ ଭଲ ପାଇବାରେ ଯେଉଁ ଛାପ ଛାଡ଼ିଛନ୍ତି ତାହା ଯୁବ ସମାଜ ପାଇଁ ଏକ ଉଦାହରଣ ସଦୃଶ। ନିଜକୁ ସବୁବେଳେ ସେବା କ୍ଷେତ୍ରରେ ନିୟୋଜିତ ରଖୁଥିବାରୁ ନିଜକୁ ଗର୍ବ ଅନୁଭବ କରୁଛନ୍ତି କହିଛନ୍ତି। ଆଜିର ଏହି ଡିଜିଟାଲ ଯୁଗରେ ଯୁବବର୍ଗ ନିଜ ଜନ୍ମଦିନରେ ଏପରି କିଛି କରିବା ପାଇଁ ସେବା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିବା ପାଇଁ ଅନୁରୋଧ କରିଛନ୍ତି।